ଆଜି ହଉଛି ରବିବାର, ବୁଲିବାକୁ ଟିକେ ନ ଗଲେ ମନ ହଉନାହିଁ ଜମା ସ୍ଥିର। ସେଥିଲାଗି ଦିନ ସାରା ବସି ବସି ଏ ଖରା ବର୍ଷା ମିଶ୍ରଣକୁ ଦେଖି ଭାବିଲୁ ଆମେ ଯିବୁ କୁଆଡେ। ଏଇ 3-4 ଦିନ ହବ ଗୋଟେ ପାଗ ହେଇଛି। ଏଇ ପାଗ ଦେଖି ମୋର ଗୋଟେ ପିଲା ବେଳର କଥା ମନେ ପଡୁଛି। ଖରା ହଉଛି, ବର୍ଷା ହଉଛି, ବିଲ ନାନା ବାହା ହଉଛି। କାହାର ଏଇ କଥା ସବୁ ମନେ ଅଛି? ଏଇ ଜାଗାଟା ଦେଖି ତ ଆପଣମାନେ ଗେସ୍ କରିସାରିଥିବେ। ଆପଣ ହଁ କଟକ ଲୋକ ହେଇଛନ୍ତି ତ ଜାଣିପାରିବେ, କିନ୍ତୁ ସାରା ଓଡିଶାବାସୀ କଣ ଏଇ ଜାଗା ବିଷୟରେ କିଛି ଜାଣିଛନ୍ତି କି? ଚାଲନ୍ତୁ ଆମେ ତାଙ୍କୁ ଜଣେଇବା। ଏଇଟା ହଉଛି ସାଙ୍ଗମାନେ କଟକର ନରାଜ। ଜାଗାଟା ବହୁତ ହି ମସ୍ତ ହେଇଛି। କିଛି ନହେଲେ ନାଇଁ ଫଟୋ ଫଟୋ ଉଠେଇଥିଲେ ବି ଆପଣଙ୍କୁ ଦି ଜାଗା ଭଲ ଲାଗିବ। ନରାଜ ଆସିକି ଯଦି ଆପଣ ଏଇ ଦି ଜାଗା ନ ବୁଲିବେ ତାହେଲେ ସବୁଠୁ ବଡ ଜିନିଷ ମିସ୍ କଲା ଭଳିଆ ଲାଗିବ। ଗୋଟେ ହଉଛି ପିକକ୍ ଭ୍ୟାଲି, ଆଉ ଗୋଟେ ହଉଛି ବାବା ସିଦ୍ଧେଶ୍ୱରଙ୍କର ମନ୍ଦିର। କିଏ ଖୁସି ହଉ ବା ନ ହଉ, ମୋ ପୁଅ ତ ମୟୂର ମାନଙ୍କୁ ଦେଖି ଭାରି ଖୁସି। ସତେକି ଯାଇ ତାକୁ ଦୌଡ଼ି ଦୌଡ଼ି ଧରି ପକେଇବ। ତାପରେ ସିଧା ଚାଲୁ ସିଦ୍ଧେଶ୍ୱର ବାବାଙ୍କ ମନ୍ଦିର। ଚାଲନ୍ତୁ ମନ୍ଦିର ତ ଆପଣଙ୍କୁ ପରିଦର୍ଶନ କରିଦେବି। ଶ୍ରାବଣ ମାସ ସରିଗଲା ହେଲେ ବାବାଙ୍କ ପାଖକୁ ଆସି ହେଇନଥିଲା। କାରଣ କଥାରେ ଅଛି ବା, ଯେତେବେଳେ ବାବାଙ୍କର ଡୋରି ଲାଗିବ। ତ ଆଜି ସେ ଡୋରି ଆସିଯାଇଛି, ଆମେ ଆସି ପହଞ୍ଚିଗଲୁ ମନ୍ଦିରରେ। ଯେହେତୁ ଏଠି ଲୋକ ଗ୍ୟାଦରିଂ ନଥିଲା, ତ ସେଥିଲାଗି ମନ୍ଦିରଟା ଟିକେ ଶାନ୍ତ ପରିବେଶ ଲାଗୁଥିଲା। ଯାହା ହଉ ଆଜି ଇନ୍ଦ୍ର ଦେବତା ମୋ ଉପରେ ଭାରି ଦୟା କରିଥିଲେ। ସେଥିଲାଗି ବର୍ଷାକୁ ଟିକେ ସତ୍କାର କରି ରଖିଥିଲେ। ଏଇଠି ମିଶ୍ର ଗୋଟେ ବହୁତ ବଡ ରେସ୍ପନ୍ସିବିଲିଟି ନେଉଛନ୍ତି। ଦେଖନ୍ତୁ ୟଶକୁ ଧରି ଆଗରେ କେମିତି ବୀର ଦର୍ପରେ ଚାଲିଛନ୍ତି। ଯେହେତୁ ମୋର ଟିକେ ପାଦ ପ୍ରୋବ୍ଲେମ ଅଛି, ମୁଁ ଏତେ ଗୁଡେ ସିଢି ଏକୁଟିଆ ତାକୁ ଧରି ଚାଲିପାରିବିନି, ମୋ ପାଇଁ ଅସମ୍ଭବ। ଠିକ ଯାଇ ମନ୍ଦିର ଭିତରେ ପହଞ୍ଚି ଠାକୁରଙ୍କ ଦର୍ଶନ କରି ଦୀପ ଜାଳି ଟିକେ ପାଦୁକ ପାଇସାରି ବସିଲା ବେଳକୁ ବର୍ଷା ଆରମ୍ଭ ହେଇଗଲା। ଆଉ ଇନ୍ଦ୍ର ଦେବତା ଆଉ ମୁହଁ ମତ ଦୟା ମାୟା କିଛି ରଖିଲେ ନାହିଁ। ମୁଣ୍ଡିଆଟେ ମାରି ଠାକୁରଙ୍କ ଜାଗା ଭିତରେ ମିନିମମ୍ ଅଧଘଣ୍ଟା ପାଖାପାଖି ଆମେ ବସିଲୁ। ସବୁ ସେଇ ପ୍ରଭୁଙ୍କ ଇଚ୍ଛା। ତାଙ୍କ ଇଚ୍ଛା ବିରୁଦ୍ଧରେ ଗଛର ପତ୍ର ବି ହଲେ ନା। ମୁଁ ଯେତେବେଳେ ଠାକୁରଙ୍କ ଜାଗାରେ ବସି ଏଠି ନେଚର୍ସକୁ ପୁରା ଏନ୍ଜୟ କରୁଥିଲି, ସେତେବେଳେ ମିଶ୍ର ଗୋଟେ ବହୁତ ବଡ କାମ କରୁଥିଲେ। ଦେଖନ୍ତୁ ଏଠି କଣ ଚାଲିଥିଲା। ଠାକୁରଙ୍କ ପାଖରେ ଲାଗିଥିବା ଦୀପ ଗୁଡା ଯୋଉଟା ଲିଭି ଯାଇଥିଲା, ସେଗୁଡା ସବୁ ଜଳଉଥିଲେ। ଏଇଠି ୟଶ ବାବା ଠିଆ ହେଇ ବାପାଙ୍କୁ ଅନୁକରଣ କରିଥିଲେ, କାରଣ ଦେଖିଥିବା କାମ ତ ଯାହା ସେ ଥରକରେ ଶିଖିଯାଏ। କାରଣ ଇଏ ହଉଛନ୍ତି ସବୁ 5G ଛୁଆ। ମୁଁ ସିନା ଚାଲାକ, ସେ ମୋଠୁ ବି ଭାରି ଚାଲାକ। ଏଇ ମନ୍ଦିର ଉପରକୁ ବି ବହୁତ ଗୁଡେ ଜାଗା ଅଛି ବୁଲିବା ପାଇଁ, ହେଲେ ବର୍ଷା ଯେମିତି କିଛି ସମୟ ପାଇଁ ଛାଡିଛି, ଆମେ ଚେଷ୍ଟା କରୁ ଘରକୁ ଫେରିବା ପାଇଁ। ଯେମିତି ଗାଡିଟା ନରାଜରୁ ସିଡି ଆଡକୁ ଗଡୁଛି, ବାବୁଙ୍କୁ ବାସ୍ନା ହେଲା ବରା ଆଳୁ ଚପର। ଗାଡିକୁ ସାଇଡ କରିଦେଇ ସିଧା ଦୋକାନ ପାଖକୁ ଦୌଡି ନିଜ ପେଟ ଶାନ୍ତି କରିଦେଲେ ଯାଇ। ଯେହେତୁ ସେଟା ପିଆଜ ରସୁଣ ଦୋକାନ ଥିଲା, ଆଜି ସଂକ୍ରାନ୍ତି ଥିଲା, ମୁଁ ତ ଖାଇବିନି, ସେଥିଲାଗି ବାବୁ ଖୋଜି ନେଇକି ଲକ୍ଷ୍ମୀ ସୁଇଟ୍ ଷ୍ଟଲ୍ ଯୋଉଟା ବିନା ପିଆଜ ରସୁଣରେ ସେଠି ଆମକୁ ପହଞ୍ଚେଇଦେଲେ। ଗୋଟେ ପରେ ଗୋଟେ ଅର୍ଡର କରି ପେଟ ପୂଜା ସାରି ତାପରେ ଦିଅର ବାବୁଙ୍କ ପାଇଁ ପାର୍ସଲ ଧରି ଫେରିଥିଲୁ ଘରକୁ। ଆଜିର ବ୍ଲଗଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ଜଲ୍ଦି ସବସ୍କ୍ରାଇବ କରିନେବେ।